ବନ୍ଧୁ ନମସ୍କାର। କେମିତି ସବୁ ଭଲ ଭଲ ତ? ଆରେ କାହିଁ ମନ ଦୁଃଖ କରିଛନ୍ତି? ପଇସା ନାହିଁ ନା? ପଇସା ପଇସା ପରା ଆବେ ପରଶୁ ଯାବେ ପରଶୁ ବାबୁ ପରଶୁରାମ पैସା କ୍ୟା ନ କରେ କାମ। ଯେତେବେଳେ ପଇସା ନଥିଲା ପରଶୁରାମ ପାଖରେ ତା ଭେଣେଇ ତାକୁ ଡାକିରି ଏଇ ପରଶୁ ଆବେ ଆ ଆବେ ପରଶୁ ପରଶୁ ଆବେ ଯା ଆବେ ପରଶୁ ଯାବେ ପରଶୁ। ପଇସା ନାହିଁ ଶଳା ପାଖରେ ପରଶୁରାମ ପାଖରେ ଭିଣେଇ ଉପରେ ନିର୍ଭର କରିଥିଲା। ସେ ତା ସାଙ୍ଗେ ତୁ ତା ବେବା ବ୍ୟବହାର କରୁଥିଲା। ହଠାତ୍ ଦିନେ ପରଶୁ ତାଙ୍କ ଘରୁ ପଳେଇଗଲା। ବର୍ଷକ ପରେ ଆସିଲା। ସେତେବେଳେ ତା 10 ଆଙ୍ଗୁଠିରେ 10ଟା ମୁଦି ଥିଲା। ବେକରେ ଗୋଟା ମୋଟା ଚେନ୍ ଥିଲା। ଆଉ ସେ ଗୋଟେ କଳା କାରରେ ଆସିଥିଲା। ଏସବୁ କେମିତି ପାଇଲା ପରେ କହିବି। ଭାଗ୍ୟେନ ବଳବାନ ସର୍ବେ ଭାଗ୍ୟଂ ଫଳତି ସର୍ବତ୍ର। ବନ୍ଧୁ କପାଳ ଲିଖିତଂ ଭାଗ୍ୟଂ ନିନ୍ଦା ନିନ୍ଦ୍ୟଂ ଶୁଭାଶୁଭಂ ସାଧିତଂ ବିଧିନା ସର୍ବଂ ଗଳହସ୍ତେନ କର୍ମଣା। ଯାହା କପାଳ ଲେଖା ହେଇଛି ତାକୁ ବିଧି ବିଧାତା ଭାଗ୍ୟଦେବୀ ଆମ ତଣ୍ଟିକି ଧରି ମାଡ଼ି ବସି ଆମ ଦ୍ୱାରା ସେ କାମ କରାଇବେ। ତେଣୁ ପରଶୁରାମକୁ ବର୍ଷକ ପରେ ଦେଖି ଭେଣେଇ ମହାଶୟ ସ୍ତମ୍ଭିତ ହେଇଗଲେ। ଆଉ ଆବେ ଯାବେ ନାହିଁ। ଏଥର ବାବୁ ପରଶୁରାମ ବାବୁ ଆସନ୍ତୁ, ବସନ୍ତୁ, ଏଇ ନିଅନ୍ତୁ, ଖାଆନ୍ତୁ। ଆବେ ପରଶୁ ଯାବେ ପରଶୁ ବାବୁ ପରଶୁରାମ ପଇସା କ୍ୟା ନ କରେ କାମ। ସବୁ ସୁଖର ମୂଳ ପରା ଅର୍ଥ। ଅର୍ଥେନ ସର୍ବେ ବସା ତସ୍ମାତ୍ ଅର୍ଥମ ଉପାର୍ଜୟ ମିତ୍ର। ତସ୍ମାତ୍ ଅର୍ଥଂ ଉପାର୍ଜୟ ମିତ୍ର ଅର୍ଥେନ ସର୍ବେ ବସା। ତେଣୁ ହେ ମିତ୍ର ତୁମେ ଅର୍ଥ ଉପାର୍ଜନ କର। ତମେ ଯେତେବେଳେ ଅର୍ଥୀ ହେଇଯିବ, ଧନୀ ହେଇଯିବ, ବହୁ ସମ୍ପତ୍ତିର ମାଲିକ ହେଇଯିବ, ଗୁଡ଼ ଚାରିପଟରେ ଜନ୍ଦା ପିମ୍ପୁଡ଼ି ବୁଲିଲା ଭଳି ଏ ସମାଜର ସମସ୍ତ ବର୍ଗର, ସମସ୍ତ ଜାତିର, ସମସ୍ତ ଧର୍ମର, ସମସ୍ତ ପ୍ରକାରର ଲୋକେ ତୁମର ସେବା କରିବା ପାଇଁ ଦୌଡ଼ି ଆସିବେ, ଧାଇଁ ଆସିବେ, ଘେରିଯିବେ। ଅର୍ଥ ପଇସା ଆଦି ନାହିଁ ପାଖରେ ମାତା ନିନ୍ଦତି। ମା ନିନ୍ଦା କରିବ। ମୋ ଗର୍ଭଟା ହେଲେ ନଷ୍ଟ ହେଇଯାଇଥାନ୍ତା। ଏ କୁଳାଙ୍ଗାରକୁ କାହିଁକି ଜନ୍ମ ଦେଲି? ନା ପାଠ ପଢ଼ିଲା ନା ଧାର୍ମିକ ହେଲା। ମାତା ନିନ୍ଦତି ନାଭିନନ୍ଦତି ପିତା। ବାପା କେବେ ସ୍ୱାଗତ କରନ୍ତିନି, ଆଦର କରନ୍ତିନି। ଭ୍ରାତା ନ ସମ୍ଭାଷସେ ଭାଇ ମଧୁର ଆଲୋଚନା କରେନି, ଦୁଃଖ ସୁଖ ହୁଏନି, କାରଣ ପଇସା ନାହିଁ। ବୁଝିହେଲା? ଆଉ ଭୃତ୍ୟ କୁପ୍ୟତି, ଯୋଉ ଚାକର ବାକର କାମ କରିଥାନ୍ତି ଟାଇମରେ ସେ ପଇସା ନ ପାଇଲେ ରାଗି ଯାଆନ୍ତି। ହଁ ଆପଣ ଦେବେନି ତ ଆଉ ଆମେ ଚଳିବୁ କେମିତି? କାହିଁ ଆପଣ ଆମର କାମ କରୁଥିଲେ? ହଁ ଭୃତ୍ୟ କୁପ୍ୟତି। ନାନୁ ଗଛ ଯେ ସୁତ ପୁଅ, ଆହା ମୋ ଧନ କେତେ ଆଶା କରିଥିଲି, ସିଏ ଆଉ ଅନୁଗାମୀ ହବନି। କାନ୍ତାତ ନାଲିଙ୍ଗତେ, ପତ୍ନୀ କେବେ ବି ମଧୁର ସଂଳାପ କରି ଆଲିଙ୍ଗନ କରିବନି। ତେଣୁ ଅର୍ଥ ସବୁ ସୁଖର ମୂଳ। ପଇସା କ୍ୟା ନ କରେ କାମ। ପଇସା କ୍ୟା ନ କରେ କାମ ବାବୁ ପରଶୁରାମ। ବନ୍ଧୁ
ସେଇ ପଇସା କେମିତି ଆସିବ, କୋଉଠୁ ଆସିବ, କିଏ ଦବ? କ'ଣ ପଇସା ବର୍ଷା ହଉଛି? ହଁ, ପଇସା ବର୍ଷା ହଉଛି, ଆପଣ ଗୋଟେଇ ପାରୁନାହାନ୍ତି ବୋଲି ଦୁଃଖିତ। ବୁଦ୍ଧି ବିଦ୍ୟାର ବିନିଯୋଗ ଆପଣ କରିପାରିଲେ ହାତକୁ ମୁଠା ମୁଠା ପଇସା ଆସିବ। ହେଲେ ପଇସା ଦବ କିଏ? ଆମ ନବଗ୍ରହ ମଧ୍ୟରୁ ସେ ଦାତା ହେଲେ ମଙ୍ଗଳ। ସେଇଥିପାଇଁ ତ ତାଙ୍କ ନାଁକୁ ମଙ୍ଗଳ ରଖା ହେଇଛି। ସେ ଭୂମିର ପୁତ୍ର, ତାଙ୍କ ନାଁ ମଙ୍ଗଳ ରଖା ହେଇଛି ଏଇଥିପାଇଁ ସେ କେବଳ ଅର୍ଥ ଦିଅନ୍ତି ବୋଲି। ଯାହା ଜାତକରେ ମଙ୍ଗଳ ଆଉ ବୃହସ୍ପତି ଯେକୌଣସି ଘରେ ଥିବେ, ସାଙ୍ଗ ହେଇକିରି କାନ୍ଧରେ ହାତ ପକେଇକିରି ସେ ବ୍ୟକ୍ତି ପାଖକୁ ଅର୍ଥ ଆସିବ। କୋଉଠୁ ତ ଆସିଯିବ ଆଉ। ଜାତକର ଯେକୌଣସି ଘରେ ମଙ୍ଗଳ ଆଉ ବୃହସ୍ପତି ମିଶିକରି ଥିବେ, ସେ ଜାତକର ଅଧିପତି, ସେ ଜାତକର ମାଲିକ। ଆପଣ ଯାହା ଜାତକରେ ଥିବ ସେ କେବେ କାହା ପାଖରେ ହାତ ପାତିବନି, ଭିକ ମାଗିବନି, ତା ପାଖକୁ ଅର୍ଥ ଆସିବ। ତା ମୁଣ୍ଡକୁ ସେମିତି ବୁଦ୍ଧି ଆସିବ, ସେ ଅର୍ଥ ରୋଜଗାର କରିବ। ମନେ ରଖନ୍ତୁ, ଯାହା ଜାତକରେ ମଙ୍ଗଳ ଆଉ ବୃହସ୍ପତି ମିଶିକିରି ଗୋଟିଏ ଘରେ ଥିବେ, ଯେକୌଣସି ଘରେ ହଉ, ଏପରିକି ତୃତୀୟ, ଅଷ୍ଟମ, ଦ୍ୱାଦଶ, ଯେଉଁ ତିନିଟା ଘର ଆମ ଜାତକରେ ଅଛି, ଖରାପ ଘର, ତୃତୀୟ ଘର, ଅଷ୍ଟମ ଘର ଆଉ ଦ୍ୱାଦଶ ଘର, ଏ ଘରେ ଯଦି ମଙ୍ଗଳ ଆଉ ବୃହସ୍ପତି ଥାନ୍ତି ତାହେଲେ ମଧ୍ୟ ଧନ ଆସିବ। ତମେ 4 ଭାଇ, ମୋ ନାତି ନା, ମୋ 4 ପୁଅଙ୍କର ତମେ 4 ପୁଅ। ହେଲେ ତମେ ଥରେ ମାତ୍ର ମତେ ମାଗିଥିଲ, ଯେ ଆମେ ପୁରା ବଡ଼ ହେଲୁଣି, ତମକୁ ସେଦିନ 5,000 ଦେଇଥିଲି। 20,000 ତମେ ପାଇଗଲା ପରେ 5,500 ପାଇଗଲ। ନିଜ ବୁଦ୍ଧି ବିଦ୍ୟା କଟେଇ ଏବେ ତମ ପାଖରେ 20 ଲକ୍ଷ ଟଙ୍କା। ତୁମକୁ ଦେଲା କିଏ? ସେଇ ମଙ୍ଗଳ। ତେଣୁ ହେ ବନ୍ଧୁଗଣ, ଆପଣ ଆପଣଙ୍କ ଜାତକ ଟିକେ ଖୋଲନ୍ତୁ, ଦେଖନ୍ତୁ ଜାତକରେ ମଙ୍ଗଳ ଆଉ ବୃହସ୍ପତି ଗୋଟିଏ ଘରେ ଅଛନ୍ତି କି? ମୁଁ ଆଗରୁ କହିଛି, ଧନଦାତା ନୁହନ୍ତି ବୃହସ୍ପତି। ହେଲେ ଏବେ କ'ଣ ହେଲା? ଆରେ ବାବୁ, ତମ ଗୋଡ଼ରେ କଣ୍ଟା ପଶିଛି, ଛୁଞ୍ଚି ତା ଜାଗାରେ ଡବାର ଥିଲା ନା, ଆଉ କ'ଣ ଛାଁ ଛାଁ ସେ ଆସିଲା ନା କ'ଣ? ଆପଣ ଗଲେ, ଡବା ଖୋଲିଲେ, ଛୁଞ୍ଚି ଆଣିଲେ, ପାଦକୁ ଧୋଇଲେ, କଣ୍ଟା ଜାଗା ନିର୍ଣ୍ଣୟ କଲେ, କଣ୍ଟା କାଢ଼ିଲେ, ଛୁଞ୍ଚିକି ଆଣିଲେ ବୋଲି ସିନା। ବୃହସ୍ପତି ସିନା ଅର୍ଥ ଦେବେନି, କିନ୍ତୁ ମଙ୍ଗଳର ସହଯୋଗ ପାଇଲେ ପ୍ରବଳ ଅର୍ଥ ଦେବେ। ଗୋଟେ କଥା, ମୋ ସ୍ତ୍ରୀ ଚୁପଚାପ ସବୁବେଳେ, ଏକଦମ ନିରୀହା, କାହାକୁ କିଛି କହନ୍ତିନି, ତୁଳସୀ ବୃକ୍ଷ। ଯଦି କେହି ମତେ ଆଙ୍ଗୁଳି ଦେଖେଇଲା, ବାପରେ ତ ନାଗୁଣୀ ଆଉ, ବାଘୁଣୀ ଆଉ। ତେଣୁ ତାଙ୍କ ଡରରେ ମୋ ସାମ୍ନା କେହି କରନ୍ତିନି। ସେମିତି ବୃହସ୍ପତି ଚୁପଚାପ, ଯେତେବେଳେ ସାହସ ପାଇଯାଆନ୍ତି ମଙ୍ଗଳର ନା, ତ ଅଜାଡ଼ି ଦିଅନ୍ତି ଆଉ। ବାଦଲ ଫଟା ବର୍ଷା ଭଳିଆ ମ। ହେଲେ ବନ୍ଧୁ, କାହା ପାଖରେ ଅଧିକ ଧନ ହବ କହନି? ମାନେ ଯୋଉଠି ମଙ୍ଗଳ ଉଚ୍ଚ, ଯୋଉଠି ବୃହସ୍ପତି ଉଚ୍ଚ। ଯଦି କର୍କଟ ଲଗ୍ନ ହେଇଥିବ, ସେଠି ବୃହସ୍ପତି ଥିବେ ଆଉ ମଙ୍ଗଳ ଥିବେ, ତାହେଲେ ସିଏ ହେଲେ କୁବେର, ବହୁ ଧନୀ। ତାପରେ ପଳେଇ ଆସିବା ଧନୁକୁ ଆଉ ମୀନକୁ।
सी है बृहस्पति घर सेठी जदि मंगल थे बृहस्पति सागर सी हे धनी मेष आउ बिछा मंगल घर सेठी थे बृहस्पति मेषर आउ बिछारे सी भी धनी ये गला घर कथा को घर कथा कर्कट मेष मीन धनु बिछा ए घर जदि दी भाई दी बंधु थांती मंगल बृहस्पति थांती धनी हेबे या व्यतीत लग्न रू हिसाब करिबा लग्न बोलते शरीर लग्न है एक घर 1 4 7 10 है केन्द्र ये घर जदि मंगल आउ बृहस्पति थांती सी भी धनी हेबे आउ दुटा घर पंचम आउ नवम ये है कोण एठी यदि थांती मंगल आउ बृहस्पति हाथ रू पैसा कमिबनी सबुठु बड़ कथा है यही मंगल लग्ना नवमाधिपति होई दशम थांती मेषता घर बिछाता घर से मिछा घर कि मेष घर जदि लग्न रु नवम हुए माने सिंह लग्न सिंह पाखु मेष 9 घर सिंह लग्न है मंगल मेषर अधिपति हेले सी अच्छी वृषरे सेठी अच्छी किए बृहस्पति ताहले सी कोटिपति बिछा मंगल घर पछू फेरी आसवा बिछा तुला कन्या सिंह कर्कट मिथुन वृष मेष मीन मीन लग्न ही थाए मीन लग्न ही थाए ताहले बिछा ही गला नवम घर आउ मंगल नवमाधिपति मंगल आउ बृहस्पति पाख घरे धनु धनु है आका घर बृहस्पति घर सेठी अच्छी मीन लग्न है आउ मंगल बृहस्पति अच्छी धनुरे तो कोटिपति कहबनी अर्बुदपति माने सी आकाश को अनेला मात्रे धन वर्षा हो पाउस माटी धोइले धनी हो बुझा पड़ा भला भाव कौठी मंगल बृहस्पति थिले धन केते आसीबो बुझा पड़ा जदि खराब जगार अच्छे मनकर अष्टम अच्छी यही मंगल आ बृहस्पति शत्रु घरे अच्छा मंगल शत्रु किए बुध कन्यारे आ मीनरे अच्छा कन्यारे आ मिथुन अच्छा बृहस्पति शत्रु किए शुक्र माने वृषरे आउ तुलारे अच्छा ताहले मध्य एमानकु का पाखरे हाथ पातिबाकू पड़िबो नाही अर्थ निश्चय आसीबो एवं सेमाने महा आनंद रे कालातिपात करिवे बंधु सब मन रखिए बृहस्पति के जीव कह जाए वर्गीय ज दीर्घकार ब सी हेले जीवन हेले मंगल मंगल आउ जीव मिशीगले शक्ति बढ़ी जाए ये दिहे परस्पर मित्र इंटीमेट फ्रेंड तेणु ये दिए तुम आपण को तुमको तत्ते समस्त की धन देवे केते देवे हाँ मु जानी तुम दब ना कौन हाँ दिया देखिए हौ हौ भाई मंगल हौ मुरली नमस्कार।